परिचय रख ମୋ ନାଁ ହେଉଛି କୃଷ୍ଣ ବୋରିଗୁମା ଟିଭି हाँ ସମାଜସେବୀ। कौन आपनकर अभियोग अच्छे ଅଭିଯୋଗ ବୋଲେ ଆଜ୍ଞା ଆମର ଯେଉଁ ବିହାରୀ ଭାଟି ଯେଉଁଟା ସେମାନଙ୍କର ଘରେ ଘରେ ଯେଉଁ ମଦ ପହଞ୍ଚାଉଛନ୍ତି ଇ ବୋରିଗୁମା ବିହାରୀ ଭାଟି ସେମାନେ ଘରେ ଘରେ ଯେଉଁ ମଦ ପହଞ୍ଚାଉଛନ୍ତି ଯଦ୍ୱାରା କି ଆମର ଯୁବପିଢ଼ି ପାଇଁ ବହୁତ ବଡ଼ ବିପଦ ହେଉଛି ସେଇଟା। ଆଜ୍ଞା ସେ ତାଙ୍କର ଲାଇସେନ୍ସ ଅଛି ଆଉ ଗଭର୍ଣ୍ଣମେଣ୍ଟ ବି ତାଙ୍କୁ ବିକିବା ପାଇଁ ଲାଇସେନ୍ସ ଦେଇଛି, କିନ୍ତୁ ସେମାନେ ଯେଉଁ ନିୟମରେ ବିକିବା କଥା ଯେଉଁଠି ସେମାନେ ଭାଟି କରିଛନ୍ତି କିମ୍ବା ଦୋକାନ କରିଛନ୍ତି ତହିଁରୁ ସେମାନେ ବିକିବା କଥା, କିନ୍ତୁ ସେମାନେ ବାଇକ୍ ମାଧ୍ୟମରେ ପ୍ରତ୍ୟେକ ଘରେ ପୁଡ଼ି ପହଞ୍ଚାଉଛନ୍ତି ଯଦ୍ୱାରା କି ଆଜିର ଯୁବପିଢ଼ି ସେ ପୁଡ଼ିକୁ ପିଇ ଅଧା ବୟସରେ ସେମାନେ ମରି ଯାଉଛନ୍ତି। ତାଙ୍କର ସ୍ତ୍ରୀମାନେ ଛୋଟ ବୟସରେ ସେମାନେ ବିଧବା ହେଉଛନ୍ତି, ତାଙ୍କର ପିଲା ଛୁଆ ପଢ଼ା ଲେଖାରେ ଅବହେଳା ହେଉଛନ୍ତି, ଯଦ୍ୱାରା କି ପୁରା ସମାଜ ନଷ୍ଟ ହେଇଯାଉଛି। ଆଜ୍ଞା ଅବକାରୀ ବିଭାଗର ତ ବହୁତ ଅବହେଳା, ସେମାନେ ଇଭେନ୍ ଇ ବିଷୟରେ ଦୃଷ୍ଟି ଦେବା କଥା, କିନ୍ତୁ ସେମାନେ ଯେଉଁମାନେ କି ପୁଡ଼ି ବିକୁଛନ୍ତି ଯେଉଁ ବିହାରୀ ମାନେ ଗାଁ ଗାଁରେ ଗାଁ ଗହଳିରେ ଘର ଘର ପହଞ୍ଚାଉଛନ୍ତି ସେମାନଙ୍କୁ ସେମାନେ ଆଶ୍ରୟ ଦେଉଛନ୍ତି, ବିକିବା ପାଇଁ ସେମାନଙ୍କୁ ସାହସ ଦେଉଛନ୍ତି, ସେମାନଙ୍କର କୌଣସି ବିଷୟରେ ସେମାନଙ୍କୁ ଇଏ କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଯଦି କିଏ କହିବ ବୋଲେ ଉଲ୍ଟା ପୁଲିସ ବାଲା ସେମାନଙ୍କୁ ଧରିକରି ନେଇ ଜେଲ୍ରେ ତୁଇ ଦେଶୀ ମଦ ବିକୁଥିଲୁ ବୋଲିକରି ଜେଲ୍ରେ ପକାଇ ଦେଉଛନ୍ତି, ଫରୱାର୍ଡ଼ କରିଦେଉଛନ୍ତି, କିନ୍ତୁ ସେମାନଙ୍କର ସପକ୍ଷରେ ଅବକାରୀ ବିଭାଗ ରହୁଛି। ସେମାନେ ଆମେ ପ୍ରଶାସନକୁ ଏତିକି ଜଣାଉଛୁ କି ଆଗାମୀ ଦିନମାନଙ୍କରେ ଇ ବିଷୟଟା ବନ୍ଦ ହେଉ, ଯଦ୍ୱାରା ଆମର ଯୁବପିଢ଼ି ଆଗକୁ ବଢ଼ିପାରିବେ। ତ ଏଇଟା ତ ଦେଖିବାକୁ ଗଲେ ଟୋଟାଲ ଯୁକ୍ତିଯୁକ୍ତ ନାହିଁ, ଦେଶୀ ମଦ ହେଉ କିମ୍ବା ବିହାରୀ ମଦ ହେଉ, କାହିଁକି ମଦ ହେଉଛି ସମସ୍ତଙ୍କୁ ବିନାଶ ଆଡ଼କୁ ନେଇଯାଉଛି। ମଦ ଦ୍ୱାରା ଅନେକ ପରିବାର ଉଜଳି ଯାଉଛି, ମଦ ଦ୍ୱାରା ପିଲା ଛୁଆ ନଷ୍ଟ ହେଉଛନ୍ତି, ମଦ ଦ୍ୱାରା ଜମିବାଡ଼ି ବିକି ଦେଉଛନ୍ତି। ତେଣୁକରି ଆମେ ପ୍ରଶାସନକୁ ଅନୁରୋଧ କରୁଛୁ ଆଗାମୀ ଦିନମାନଙ୍କରେ ଇ ବିହାରୀ ମଦ ଆଉ ଯେଉଁ ଦେଶୀ ମଦ ଦୁଇଟା ଯାକକୁ ଆମେ ବିରୋଧ କରୁଛୁ। ଆମର ଅଞ୍ଚଳରେ ଆମର ଏରିଆରେ ସେ ସବୁ ଟୋଟାଲ ବନ୍ଦ କରାଯାଉ। ଯଦି ଆମର କଥା ପ୍ରଶାସନ ନ ଶୁଣନ୍ତି ତେବେ ଆଗାମୀ ଦିନମାନଙ୍କରେ ଆମର ବୋରିଗୁମା ବ୍ଲକର 31ଟା ଯାକ ପଞ୍ଚାୟତର ପ୍ରତ୍ୟେକ ସଚେତନ ଯୁବକମାନେ ବାହାରିବୁ, ଆଉ ଆମେ ଆମର ଅବକାରୀ ବିଭାଗ ଯେଉଁଟାକି ଏକ୍ସାଇଜ୍ ଅଫିସ୍ ଅଛି ସେଠି ଯାଇକରି ଆମେ ଆନ୍ଦୋଳନ କରିବୁ, ଘେରାଉ କରିବୁ, ତାଙ୍କୁ ଆମେ କହିବୁ ଯଦି ଆମର କଥା ନ ଶୁଣୁଛନ୍ତି ତେବେ ଆମେ କଲେକ୍ଟରକୁ ଆଜ୍ଞାକୁ ମଧ୍ୟ ଜଣାଇବୁ, ଜିଲ୍ଲାପାଳ ପାଖକୁ ଯିବୁ, ଯଦି ନ ଶୁଣୁଛନ୍ତି ତେବେ ଆମେ ସିଏମ୍ ପାଖକୁ ମଧ୍ୟ ଯିବୁ, କାହିଁକି ଏବେ ଗ୍ରିଭେନ୍ସ ଚାଲିଛି ତାଙ୍କୁ ମଧ୍ୟ ଜଣାଇବୁ। ଏହାର ବହୁତ ବଡ଼ ଆମେ ରାଲି ମଧ୍ୟ ଆଗାମୀ ଦିନମାନଙ୍କୁ କରିବା ପାଇଁ ପ୍ରସ୍ତୁତ ନିଶ୍ଚୟ ଆଜ୍ଞା, କାହିଁକି ଏହା ହେଉଛି ପ୍ରତ୍ୟେକ ଜୀବନ ଆମର ପାଇଁ ମୂଲ୍ୟବାନ। ପ୍ରତ୍ୟେକ ଯୁବକମାନେ ମଦ ଦ୍ୱାରା ପରିବାର ନଷ୍ଟ ହେଉଛି, ତାମାନେ ପ୍ରତ୍ୟେକ ପଞ୍ଚାୟତର ମହିଳାମାନେ ମଧ୍ୟ ବାହାରିବେ, ଆମର ପୁରା ସଚେତନ ଯୁବକମାନେ ମଧ୍ୟ ବାହାରିବୁ। ଆଗାମୀ ଦିନମାନଙ୍କରେ ଆମେ ରାଜରାସ୍ତାରେ ଓହ୍ଲାଇବୁ, ଚକ ବନ୍ଦ କରିବୁ, ଆଉ ପ୍ରଶାସନକୁ ଆମେ ଅନୁରୋଧ କରିବୁ